सिंहपुरी को गोटाए सहर बोली कुहाଯାଇ ପାରିବ ନାହିଁ, ବରଂ ତାହା ଗୋଟାଏ ବଡ଼ ଗ୍ରାମ ଥିଲା। ତେବେ ସେ ଗ୍ରାମ ମଝିରେ ଗୋଟାଏ ବଡ଼ ବଜାର ଥିଲା। ମୋଟାମୋଟି ଭାବେ କହିବାକୁ ଗଲେ ସେଠିକାର ଲୋକେ ବେଶ ସୁବୃତ୍ତ ଥିଲେ। ରଜନୀକାନ୍ତ ଓ ବେଣୁଗୋପାଳ ନାମରେ ଦୁଇ ବନ୍ଧୁ ଗାଁ ବିଦ୍ୟାଳୟରେ ପାଠପଢ଼ା ଶେଷ କରି ଅଲଗା ଅଲଗା ବେପାର ଆରମ୍ଭ କଲେ। ମାତ୍ରେ ମଧ୍ୟେ ମଧ୍ୟେ ସେ ଦୁଇ ବନ୍ଧୁ ପରସ୍ପର ଦେଖା ସାକ୍ଷାତ କରି ଗପସପ ହେଉଥାନ୍ତି। ଦିନେ ରଜନୀକାନ୍ତ ବେଣୁକୁ କହିଲା, ସହରର ବେପାରୀମାନେ କେହି କେହି ବର୍ଷକ ଭିତରେ ତାଙ୍କ ମୂଳଧନକୁ 2 ଗୁଣ କରିପାରିବାର ମୁଁ ଜାଣିଛି। ଆମେ ମଧ୍ୟ ସେଇଆ କରିବା। ଏକଥା ଶୁଣି ବେଣୁ କହିଲା, ସେମିତି କରିପାରୁ, କିନ୍ତୁ ସଚ୍ଚା ଭାବରେ କରିବା ମୁଁ ଚାହେଁ। କୌଣସି ପ୍ରକାର ମନ୍ଦ ପନ୍ଥାର ଆଶ୍ରା ନ ନେଇ ଯଦି ସମ୍ପତ୍ତି ବଢ଼ାଇ ପାରିବ ତେବେ ତ ଏହା ଖୁବ୍ ଭଲ କଥା। ରଜନୀ ଜବାବ ଦେଲା, ଆରେ ଭାଇ, ତୁ ଯାହା କହୁଛୁ ତାହା ତ ଆଦୌ ସମ୍ଭବ ନୁହେଁ। ଯଦି ଶୀଘ୍ର ଶୀଘ୍ର ଧନୀ ହେବା କଥା ତେବେ ଆମକୁ କିଛି କିଛି ଏପରି କାମ ବି କରିବାକୁ ହେବ ଯାହା ନୈତିକ ନ ହୋଇପାରେ। କିନ୍ତୁ ଆମେ ତ ନୀତି ବା ଆଦର୍ଶର ପୂଜା କରିବାକୁ ଏଠି ବସିନାହୁଁ, ଆମେ ବେପାର କରୁଛୁ। ବେଣୁ ତା ସାଙ୍ଗକୁ ବୁଝାଇ କହିଲା, ରଜନୀ, ତୁ ପିଲାଳିଆ କଥା କହୁଛୁ। ବେଶୀ ଲାଭ କରିବା ପାଇଁ କ'ଣ ତୁ ଚିନିରେ ତେଲରେ ସବୁ ବାଜେ ଜିନିଷ ମିଶାଇବୁ? ତୁ ନିଜେ ଯେପରି କାହାରି ଦ୍ୱାରା ଠକି ହେବାକୁ ପସନ୍ଦ କରିବୁ ନାହିଁ, ତୋ ଖରିଦାରମାନେ ମଧ୍ୟ ଠିକ୍ ସେହିପରି ତୋ ଦ୍ୱାରା ଠକି ହେବାକୁ ବି ମୋଟେ ପସନ୍ଦ କରିବେ ନାହିଁ। ସେ ଯାହା ହେଉ, ଯିଏ ପାପ କରିବ ତାକୁ ତାର ମୂଲ ଅବଶ୍ୟ ଦିନେ ନା ଦିନେ ଦେବାକୁ ହିଁ ହେବ। ଯିଏ ଯେତେ ବଡ଼ ଠକେ ହେଉ ପଛକେ ସେ ନରକକୁ ଠକି ଦେଇ କେବେ ବି ଖସି ଯାଇପାରିବ ନାହିଁ। ବେଣୁର ଏଭଳି କଥା ଶୁଣି ରଜନୀ ହସିଲା ଓ କହିଲା, ବେଣୁ, ମୂର୍ଖମାନେ ହିଁ ଏ ସ୍ୱର୍ଗ ନରକରେ ବିଶ୍ୱାସ କରନ୍ତି, ମାତ୍ର ମୁଁ ସେସବୁଥିରେ କେବେ ବି ବିଶ୍ୱାସ କରେ ନାହିଁ। ସେସବୁ ଖାଲି ଆମର ଗୋଟାଏ କଳ୍ପନା, କ'ଣ ବୁଝିଲୁ? ତହୁଁ ସେ ବେଣୁ ବିରକ୍ତ ହୋଇ କହିଲା, ତୋର ବିଚାର ଯାହା ତୁ ସେଇଆ କର। ଚାହୁଁ ଚାହୁଁ 6 ମାସ ବିତିଗଲା। ଦିନେ ସହରକୁ ଯିବା ପାଇଁ ଘୋଡ଼ା ଗାଡ଼ି ଚଢ଼ିଲା ବେଳେ ସେ ଦୁଇ ବନ୍ଧୁଙ୍କ ହଠାତ୍ ଭେଟ ହୋଇଗଲା। ଦୁହେଁ ସହରରେ ଗୋଟିଏ ଚଟି ଘରେ କୋଠରୀଟିଏ ଭଡ଼ାରେ ନେଇ ସେଠାରେ ବିଶ୍ରାମ କଲେ। ଠିକ୍ 2 ପହର ବେଳକୁ ସେ ଦୁହେଁ ଅଲଗା ଅଲଗା ବାଟରେ ମାଲ ଖରିଦ ପାଇଁ ବାହାରି ଗଲେ। ସେଦିନ ତ ଭୀଷଣ ଗରମ ପଡ଼ିଥାଏ। ଗୋଟାଏ ଗଳି ରାସ୍ତାରେ ଯାଉ ଯାଉ ଅଚାନକ ରଜନୀର ମୁଣ୍ଡ ବୁଲାଇ ଦେଲା। ସେ ବାଟ କମ୍ କରିବା ପାଇଁ ଏମିତି ଅଜଣା ଗଳିରେ ପଶିଥିଲା ଯେଉଁଠାରେ କି ଖରା ଦାଉରୁ ବଞ୍ଚିବା ପାଇଁ ଗୋଟାଏ ଚାଡ଼ି ବା ଗଛ ନଥିଲା। ହଠାତ୍ ସେ ଅନୁଭବ କଲା ତା ତଣ୍ଟି ଶୁଖି ଯାଉଛି। ସେ ଦେଖିଲା ବେଳକୁ ଚାରିଆଡ଼େ ଅନ୍ଧାର ଓ ସେ ତଳେ ପଡ଼ିଗଲା। ସେଠାରୁ ଅଳ୍ପ ଦୂରରେ ରତନ ନାମକ ଜଣେ କମାର ବସି ଚୁଲିରେ ତା ଲୁହାଦଣ୍ଡକୁ ତତାଉଥିଲା। ସେ ଦୌଡ଼ି ଆସି ରଜନୀକୁ ଟେକି ନେଇ ଯାଇ ନିଜ ବାରନ୍ଦାରେ ତାକୁ ଶୁଆଇ ପକାଇଲା ଓ ତା ମୁହଁରେ ପାଣି ଆଣି ସିଞ୍ଚିଲା। କ୍ରମେ ସେ ରଜନୀର ଚେତା ଫେରି ଆସିଲା। ତାପରେ ସେ ଧୀରେ ଧୀରେ ତା ଆଖି ଖୋଲିଲା। ସେ ଦେଖିଲା ବେଳକୁ ମଜବୁତ ଲୋକଟାଏ ତା ଆଡ଼େ ଅନାଇଛି ଓ ନିଆଁରେ ଲୁହାଦଣ୍ଡ ତତାଉଛି। ରଜନୀର ସିନା ଚେତା ଫେରିଥିଲା, କିନ୍ତୁ ସବୁକିଛି ଯଥାର୍ଥ ଭାବରେ ବୁଝିବା ଭଳି ଅବସ୍ଥାର ତାର ଆସି ନଥିଲା। ତାର ଧାରଣା ହେଲା ସେ ହୁଏତ ମରିଯାଇଛି ଓ ନରକରେ ଆସି ପହଞ୍ଚିଛି। ସେ ମଜବୁତ ଲୋକଟି ନରକପୁରୀର ଜଣେ ଦଣ୍ଡଦାତା। ତାକୁ ଚେକିବା ପାଇଁ ଲୁହାଦଣ୍ଡ ସେ ଗରମ କରୁଛି। ତେଣୁ ହାତ ଯୋଡ଼ି କରି ରଜନୀ କହିଲା, ମୋତେ ଛାଡ଼ିଦିଅ ବାବୁ, ମୋତେ କାହିଁକି ଯନ୍ତ୍ରଣା ଦେବ? ମୁଁ ତ ସେଭଳି ଗୁରୁତର ପାପ କିଛି କରିନାହିଁ। ରଜନୀ ଗୁଣୁ ଗୁଣୁ ହୋଇ କ'ଣ ସବୁ କହୁଥିଲା। ସେ କଥା ରତନ ଆଦୌ ବୁଝିପାରିଲା ନାହିଁ। ସେ ଧରିନେଲା ଅସୁସ୍ଥ ଲୋକଟି ତାକୁ ଧନ୍ୟବାଦ ଦେଉଛି। ତମକୁ ଏଠାକୁ ଆଣି ମୁଁ ଖାଲି ମୋ କର୍ତ୍ତବ୍ୟ କରିଛି ମାତ୍ର। ରତନ ଏହା କହି ଚୁଲି ପାଖକୁ ଯାଇ ଲୁହାଦଣ୍ଡଟି ନିଆଁ ଭିତରକୁ ଗୁଞ୍ଜି ଦେଲା। ନରକର ସେ ପ୍ରହରୀ ଯେ ତାକୁ ହିଁ କଲବଲ କରିବା ନିମନ୍ତେ ଲୁହାଦଣ୍ଡ ଗରମ କରୁଛି, ଏଥିରେ ରଜନୀର ଆଉ ତିଳେ ମଧ୍ୟ ସନ୍ଦେହ ରହିଲା ନାହିଁ। ତାପରେ ସେ ଚିତ୍କାର କରି କହିଲା, ମୋତେ ରକ୍ଷା କର, ରକ୍ଷା କର, ମୋତେ ଉତ୍ତପ୍ତ ଲୁହାଦଣ୍ଡରେ ଖେଞ୍ଚାଖେଞ୍ଚି କର ନାହିଁ। ଏଭଳି ଚିତ୍କାର ଶୁଣି ସେଠାରେ ସବୁ ଲୋକ ଜମିଗଲେ। ଅନେକେ ରତନକୁ ଜାଣିଥିଲେ। ସେ ଲୁହାଦଣ୍ଡ ତତାଇ କାହା ଦେହରେ ଗେଞ୍ଜିବ ଏକଥା କେହି ବିଶ୍ୱାସ କରିବା କଥା ନୁହେଁ।
ସେମାନେ ପଚାରିଲେ, କିଏ ଏ ଲୋକ? ଇଏ ଏମିତି ପାଗଳଙ୍କ ଭଳି କାହିଁକି ଏଠି ରଡ଼ି କରୁଛି? ଏହାପରେ ରତନ କୈଫିୟତ ଦେଲା, ପାଗଳ ହୋଇଥିବ ପରା, ବାଟରେ ଚେତା ହରାଇ ପଡ଼ିଗଲା। ମୁଁ ତାକୁ ଆଣି ପାଣି ଛିଞ୍ଚି ତା ଚେତା ଫେରାଇ ଆଣିବା ପରେ ସେ ତ ଏମିତି କ'ଣ ଗପୁଛି। ବେଣୁ ହଠାତ୍ ସେ ଭିଡ଼ ଠେଲି ଆଗକୁ ଆସିଲା। ସେ କହିଲା, ନା ନା, ସେ ପାଗଳ ନୁହେଁ। ଗରମ ଯୋଗୁଁ ହଠାତ୍ ତା ମତିଭ୍ରମ ହୋଇଯାଇଛି। ସେ ମୋର ବନ୍ଧୁ। ମୁଁ ଏଥର ତା କଥା ବୁଝିବି। ଜଣେ ଲୋକ ମନ୍ତବ୍ୟ ଦେଲା, ଲୋକଟା ପାପୀ ହୋଇଥିବ ବୋଲି ଏଠି ନର୍କ ଦେଖିଲା। ତାର ଅଭିଡ଼ କଥା ଶୁଣି କେତେଜଣ ହସିଲେ। ଲୋକେ ଚାଲିଗଲେ। ବେଣୁ ରତନକୁ ଧନ୍ୟବାଦ ଦେଇ ରଜନୀକୁ ଧରି ସେଠାରୁ ସେ ଚାଲିଗଲା। ରଜନୀକାନ୍ତ କିଛି ସମୟ କଥାବାର୍ତ୍ତା କଲା ନାହିଁ। ତାପରେ ସେ କହିଲା, ଭାଇ, ବର୍ତ୍ତମାନ ମୁଁ ନର୍କରେ ବିଶ୍ୱାସ କରୁଛି। ନର୍କ ବୋଲି କୌଣସି ନିର୍ଦ୍ଦିଷ୍ଟ ସ୍ଥାନ ନ ଥାଇ ପାରେ, କିନ୍ତୁ ଅନ୍ୟାୟ ବା ପାପ କରୁଥିବା ଲୋକ ମନରେ ତାହା ନିଶ୍ଚୟ ରହିଥାଏ। ବେଣୁ କହିଲା, ଠିକ୍ କହୁଛୁ। ନ୍ୟାୟ କ'ଣ ଅନ୍ୟାୟ କ'ଣ ସେ କଥା ବିଚାର କଲା ଭଳି ଶକ୍ତି ଆମ ସମସ୍ତଙ୍କର ରହିଛି। ଅନ୍ୟାୟ କଲେ ଆମେ ଗ୍ଳାନି ଅନୁଭବ କରୁ। ଆମେ ତାକୁ ଯେତେ ଚାପି ରଖିଲେ ବି ଦିନେ ନା ଦିନେ ତାହା ବାହାରି ଆସି ଆମକୁ ଯନ୍ତ୍ରଣା ଦେବ। ସେହି ଯନ୍ତ୍ରଣା ହିଁ ହେବ ଆମର ନର୍କ ଭୋଗ। ସାଙ୍ଗମାନେ, ଯଦି ଭିଡ଼ିଓଟି ଭଲ ଲାଗିଲା ତାହେଲେ ଲାଇକ୍, ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ନିଶ୍ଚୟ ଦେବ।